କାଲି ଗୋଟେ ସୌମ୍ୟରଞ୍ଜନ ଦାସ ଜଣଙ୍କ ଉପରେ କାଲି ଆକ୍ରମଣ ହେଇଛି। ସେ ଖବର ପୁଲିସ ପାଖରେ ପୁଲିସ ଇନଫର୍ମେସନ୍ ପାଇଲା ପରେ ସେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭେଟିଥିଲେ। ତାଙ୍କର ଦେହ ଷ୍ଟେବଲ୍ ଅଛି, ବଟ୍ ତାଙ୍କୁ ରେଫର୍ କରିଛନ୍ତି, ସେ ବୁର୍ଲାଙ୍କୁ ରେଫର୍ ହେଇଛନ୍ତି ଏବଂ ସେ ବର୍ତ୍ତମାନ ସୁଦ୍ଧା ଆମେ ତାଙ୍କଠାରୁ ରିପୋର୍ଟ ସଂଗ୍ରହ କରିବା ପାଇଁ ଚେଷ୍ଟା କରୁଛୁ। ଆମର ଟିମ୍ ଅଛନ୍ତି ଘଟଣାସ୍ଥଳରେ ଏବଂ ତାଙ୍କର ବୁର୍ଲାକୁ ମଧ୍ୟ ଗୋଟେ ଅଫିସର ଆମର ପଠାଇଛୁ। ତାଙ୍କର ଏଫ୍ଆଇଆର୍ ତାଙ୍କର ଅବଟେନ୍ କରିକି ଆମେ ଏହି ସଂକ୍ରାନ୍ତରେ ଗୋଟେ କେସ୍ କରିବୁ ଏବଂ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ତାଙ୍କୁ ଯଥାଶୀଘ୍ର ଆରେଷ୍ଟ କରିବୁ। ବର୍ତ୍ତମାନ ସୁଦ୍ଧା ଯାହା ଆମେ ଯାଇଥିଲେ, ଆମର ଟିମ୍ ଯାଇଥିଲେ, ଆମେ ପଚରାଉଚରା କରିବା, ସେ ବର୍ତ୍ତମାନ ସୁଦ୍ଧା କାହା ନାଁ ଡିସ୍କ୍ଲୋଜ୍ କରିନି। ଆମେ ତାକୁ ଖବର ନେଇକରି ଆମେ କିଛି ଲୋକଙ୍କର ନାଁ ବାହାର କରିଛୁ ଏବଂ ନିଶ୍ଚିତ ରୂପରେ ସେମାନଙ୍କୁ ଆରେଷ୍ଟ କରିବୁ। ହଁ, ଯେମିତି ଆପଣ କହୁଛନ୍ତି ତା ନାଁରେ ପୁରୁଣା କ୍ରିମିନାଲ୍ ଆଣ୍ଟିସିଡେଣ୍ଟ ଅଛି। ଯେଉଁ ଯିଏ ଆକ୍ରମଣ କରିଛି ତାଙ୍କର ଏଇଟା ଯାହା ପ୍ରାଥମିକ ଜଣାପଡ଼ିଛି ପୂର୍ବରୁ କିଛି ଗଣ୍ଡଗୋଳ ଥିଲା। ଗତକାଲି ସେ ନଶାରେ ବି ଥିଲା ଯେ, ତ ସେଥିପାଇଁ ଝଗଡ଼ାଟା ହେଇଛି। ତ ସେଇଟା ଆଗକୁ ତଦନ୍ତ ଆଗକୁ ଗଲେ ଆମେ ଡିଟେଲ୍ ଆପଣଙ୍କୁ ବର୍ତ୍ତମାନ ଯେହେତୁ ଆକ୍ୟୁଜ୍ କିଛି କହିନାହିଁ, ଆମକୁ ଡିଟେଲ୍ ସେ କିଛି କହିନାହିଁ, ତ ଏ ବିଷୟରେ ଆମେ ବର୍ତ୍ତମାନ କିଛି ତଥ୍ୟ ଦେଇପାରୁନୁ। ତଥାପି ଆମର ଟିମ୍ ଅଛି ବର୍ତ୍ତମାନ ଯିଏ ଭିକ୍ଟିମ୍ ପାଖରେ, ସେଇଠୁ ଆମେ ଡିଟେଲ୍ ଇନଫର୍ମେସନ୍ଟା ସେ ଦେଲା ପରେ ଆମେ କହିପାରିବା ଯେ ଗୋଟେ କନକ୍ଲୁଜନକୁ ଯାଇ କହିପାରିବା କେଉଁ ଟାଇପ୍ର ଆକ୍ରମଣ ହେଇଥିଲା। ବର୍ତ୍ତମାନ ଯେମିତି ଆପଣ ଦେଖୁଛନ୍ତି ଆମର ରାତିରେ ପେଟ୍ରୋଲିଂକୁ ଟାଇଟ୍ କରାହେଇଛି ଏବଂ ଆମେ ଆଗକୁ ମଧ୍ୟ ଦେଖିବେ ସବୁ ଜାଗାରେ ଛକମାନଙ୍କରେ ଦେବୁ ଏବଂ ଯେଉଁମାନେ ପୁରୁଣା କ୍ରିମିନାଲ୍ ଆଣ୍ଟିସିଡେଣ୍ଟ ଅଛି ଯେଉଁମାନଙ୍କର, ତାଙ୍କୁ ଆମେ ନିଶ୍ଚିତ ରୂପରେ ଫଲୋଅପ୍ କରିକି ସେମାନେ କ'ଣ କରୁଛନ୍ତି ତାଙ୍କ ଗତିବିଧି ଅନୁସରଣ କରିକିରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ପ୍ରିଭେଣ୍ଟ କରିବା ପାଇଁ। ବର୍ତ୍ତମାନ ସୁଦ୍ଧା ଯାହା ଅଛନ୍ତି ପୁଲିସ ଷ୍ଟାଫ୍, ଆମେ ସେଥିରେ ସହରର ଜନସଂଖ୍ୟା ଅନୁସାରେ ଆମେ ତାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ। ଆଭେଲେବୁଲ୍ ରିସୋର୍ସକୁ ନେଇକରି ଆମେ କ୍ରାଇମ୍କୁ କଣ୍ଟ୍ରୋଲ୍ କରିବୁ। ବର୍ତ୍ତମାନ ତ ଯାହା ଅଛନ୍ତି ନିଶ୍ଚିତ ଭାବରେ ସବୁବେଳେ ତ ଫୋର୍ସର ରିକ୍ୱାରମେଣ୍ଟ ରହିବ, ବଟ୍ ଯାହା ଅଛନ୍ତି ଆମେ ସେଥିରେ ଆଗକୁ କ୍ରାଇମ୍ କଣ୍ଟ୍ରୋଲ୍ କରିବୁ। ଆଗ ଏଇ ଜଷ୍ଟ ଇଲେକ୍ସନ୍ ପରେ ପରେ ଏବଂ ତା ପୂର୍ବରୁ ଆମେ ନିଶା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। କିଛି ନିଶା ବେପାରୀ ଯେଉଁମାନେ ଥିଲେ ତାଙ୍କୁ ଆରେଷ୍ଟ କରିକିରି ଭିତର କରିଥିଲୁ। ଏବେ ବି ମଧ୍ୟ କିଛି ନିଶା ବେପାରୀ ଭିତରେ ଅଛନ୍ତି। ଆଉ ଯେଉଁମାନେ ବାହାରେ ଅଛନ୍ତି ଆମେ ତାଙ୍କ ଉପରେ ନଜର ରଖୁଛୁ ଏବଂ ତାଙ୍କର ଯେଉଁମାନେ ତାଙ୍କୁ କରିବୁ। ଯେଉଁମାନେ ଅପରାଧ କରୁଛନ୍ତି ଆମେ ନିଶ୍ଚିତ ରୂପରେ କହିବୁ ଅପରାଧରୁ ନିବୃତ୍ତ ରୁହନ୍ତୁ ଏବଂ ଏଇ ଟାଇପ୍ର ନହେଲେ ଆମେ ନିଶ୍ଚିତ ରୂପରେ ତାଙ୍କୁ ଭିତର କରିବୁ ଏବଂ ବାହାରକୁ ଆଣିବାକୁ ଦେବୁ ନାହିଁ ଏବଂ ସେମାନେ ପରମାନେଣ୍ଟଲି ଭିତରେ ରହିବା ପାଇଁ ବ୍ୟବସ୍ଥା। ଆମେ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ସହ କଥା ହେବୁ। କଥା ହେଇକରି ଯେଉଁ ଡେଟରେଟିଭ୍ ଆକ୍ସନ୍ ଯାହା ନେବା ଅପରାଧୀଙ୍କ ବିଷୟରେ ଯାହା ନିଆଯାଇପାରିବ ଆମେ କରିବୁ।